ହରଭଙ୍ଗା ବ୍ଲକର ଠିଡକାଜୋର ଦିବ୍ୟ ପୁରୁଷୋତ୍ତମ ଧାମ ସହିତ ବ୍ଲକର ବିଭିନ୍ନ ସ୍ଥାନରେ ରଥଯାତ୍ରା ପାଳିତ। ଆଜି ସନ୍ଧ୍ୟା 7ଟା ସମୟରେ ମିଳିଥିବା ସୂଚନା ଅନୁସାରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଚଳିତ ବର୍ଷ ହରଭଙ୍ଗା ବ୍ଲକ ବିଭିନ୍ନ ସ୍ଥାନରେ ମହାସମାରୋହରେ ପାଳିତ ହୋଇଯାଇଛି। ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ମହାପ୍ରଭୁ ଜଗନ୍ନାଥ ବଡ଼ଭାଇ ବଳିଆ ରଥଯାତ୍ରାରେ ବ୍ଲକର ଦିବ୍ୟ ପୁରୁଷୋତ୍ତମ ଧାମ ଠିଡକାଜୋରଠାରେ ମହା ଆଡମ୍ବରରେ ପାଳିତ ହୋଇଯାଇଛି ରଥଯାତ୍ରା। ପ୍ରାତଃରୁ ସକାଳ ଧୂପ ସଜବାଜ ପରେ ଶହ ଶହ ଜଗନ୍ନାଥ ପ୍ରେମୀ ଶ୍ରଦ୍ଧାଳୁଙ୍କ ନାମ ସଂକୀର୍ତ୍ତନ, ହରିବୋଲ, ହୁଳହୁଳି, ଘଣ୍ଟ, ଶଙ୍ଖ ଓ ମୃଦଙ୍ଗ ଶବ୍ଦରେ ଭକ୍ତିଭାବମୟ ପରିବେଶରେ ଚତୁର୍ଦ୍ଧା ମୂରତିକୁ ଆଡ଼ପ ମଣ୍ଡପରେ ରୀତିନୀତି ଅନୁଯାୟୀ ପହଣ୍ଡି ବିଜେ କରାଯାଇଥିଲା। ହରଭଙ୍ଗା ତହସିଲଦାର ବଳଦେବ ବେହେରା ଛେରା ପହଁରା କଲା ପରେ ଠାକୁରଙ୍କୁ ରଥାରୂଢ଼ କରାଯାଇଥିଲା। ଜଗନ୍ନାଥ ମନ୍ଦିରରୁ ମାଉସୀମା ମନ୍ଦିର ପର୍ଯ୍ୟନ୍ତ ରଥାରୂଢ଼ ତିନି ଠାକୁରଙ୍କୁ ଭକ୍ତ ଟାଣି ଟାଣି ଆଣିଥିଲେ। ବଡ଼ଦାଣ୍ଡରେ ଜନସମୁଦ୍ରକୁ ବିଭିନ୍ନ ସ୍ଥାନରେ ପୁରୁଣାକଟକ, ହରଭଙ୍ଗା ଓ ବୌଦ୍ଧ ପୋଲିସ ପ୍ରଶାସନ ପକ୍ଷରୁ ନିୟନ୍ତ୍ରଣ କରାଯାଇଥିଲା। ସେବାୟତ, ଡାହୁକ, ଘଣ୍ଟ, ବାଦକ ଓ ଭକ୍ତଙ୍କ ଆଖିରେ ଆଖି ମିଶାଇ ସତେ କାଳିଆ ଠାକୁର ପଲକ ନ ପକାଇ ଦିବ୍ୟ ଦର୍ଶନ ଦେଇଥିଲେ। ରଥଯାତ୍ରା କମିଟି, ବଣିକ ସଂଘ, ବିଡିଓ ଶରତ କୁମାର ସେଠୀଙ୍କ ତତ୍ତ୍ୱାବଧାନରେ ବ୍ଲକ ପ୍ରଶାସନ, ପୋଲିସ ପ୍ରଶାସନ, ଶ୍ରୀରାମସେନା ପୂର୍ଣ୍ଣମାତ୍ରାରେ ସହଯୋଗ କରି ଚଳିତ ବର୍ଷ ନୂତନ ରଥରେ ମହାପ୍ରଭୁ ରଥାରୂଢ଼ ହୋଇଛନ୍ତି। ସେହିପରି ବ୍ଲକର ରାମଗଡ଼, ତିଲେଶ୍ୱର, କୋଇଲିସୁତା, ପୁରୁଣାକଟକ, ହରଭଙ୍ଗା, କୁମାରୀ, କୁସଙ୍ଗ, ବାଇଶିପଡ଼ା, ଧଳପୁର, ବିରାମଚନ୍ଦ୍ରପୁର, ବୀରନରସିଂହପୁର, କରଡି, ସାମ୍ପୁସ, କରଞ୍ଜକଟା ଆଦି ସ୍ଥାନରେ ରଥଯାତ୍ରା ରୀତିନୀତି ଅନୁଯାୟୀ ମହା ଆଡମ୍ବରରେ ପାଳିତ ହୋଇଯାଇଛି।